ଧରା ପଡ଼ିଲା ବାଘ। ରବିବାର ରାତିରୁ ଦକ୍ଷିଣ 24 ପ୍ରଗଣାର କୁଲତାଲି ବ୍ଲକର ମଇପିଠା ବୈକୁଣ୍ଠପୁର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବାଘ ଭୟ ବ୍ୟାପିଥିଲା। ସ୍ଥାନୀୟ ବାସିନ୍ଦାମାନେ ବାଘଟିକୁ ଦେଖି ସେମାନେ ବନ ବିଭାଗ ଏବଂ ପୋଲିସ ଷ୍ଟେସନରେ ଖବର ଦେଇଥିଲେ। ଖବର ପାଇ କୁଲତାଲି ଥାନାର ବନ ବିଭାଗ ଅଧିକାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାତିର ଅନ୍ଧାରରେ ବାଘ ଯେପରି ଗାଁ ଭିତରକୁ ପ୍ରବେଶ କରିପାରିବ ନାହିଁ ସେଥିପାଇଁ ନାଗେନାବାଦର 9 ନମ୍ବର ମୂଳାର ଜେଟିଘାଟ ନିକଟରେ ଗାଁ ପାର୍ଶ୍ୱରେ ଏକ ନାଇଲନ୍ ଜାଲ ମଧ୍ୟ ଲଗାଯାଇଥିଲା। ଫଳସ୍ୱରୂପ ରାତିରେ ବାଘ ଗାଁ ଭିତରକୁ ପ୍ରବେଶ କରିନଥିଲେ ମଧ୍ୟ ସକାଳେ ଖବର ମିଳିଥିଲା ଯେ ନାଇଲନ୍ ଜାଲ ପାଖରେ ବାଘ ଉପସ୍ଥିତ ଅଛି। ସେହି ଅନୁସାରେ ବାଘକୁ ଧରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସ୍ଥାନୀୟ ବାଘ ଦଳର ସଦସ୍ୟମାନେ ବାଘକୁ ଧରିବାକୁ ଯାଇଥିବା ବେଳେ ସେହି ସମୟରେ ବାଘଟି ଦଳର ସଦସ୍ୟ ଗଣେଶ ଶ୍ୟାମଲକୁ ଆକ୍ରମଣ କରିଥିଲା। ସେ ତାଙ୍କ ବେକକୁ କାମୁଡ଼ି ଦେଲା। ନିଜ ସାଥୀଙ୍କୁ ବଞ୍ଚାଇବା ପାଇଁ ଦଳର ଅନ୍ୟ ସଦସ୍ୟମାନେ ବାଘକୁ ବାଡ଼ିରେ ଆଘାତ କଲେ। ତାପରେ ବାଘଟି ବନରକ୍ଷୀଙ୍କୁ ଛାଡ଼ି ଜଙ୍ଗଲ ଭିତରକୁ ପ୍ରବେଶ କଲା। ଆହତ ବନ କର୍ମଚାରୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବା ବେଳେ ପନିପରିବା ବଗିଚାରେ 2ଟି ପିଞ୍ଜରା ବନ ବିଭାଗ ପକ୍ଷରୁ ରଖାଯାଇ ଛେଳିମାନଙ୍କୁ ସେଥିରେ ଆହାର ଭାବରେ ବ୍ୟବହାର କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ବାଘଟିକୁ ଧରିବାରେ ସକ୍ଷମ ହୋଇଛି ବନ ବିଭାଗ। ବାଘଟିର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇ ଗଭୀର ଜଙ୍ଗଲରେ ଆଜି ଛଡ଼ାଯିବ ବୋଲି ସୂଚନା ମିଳିଛି। ତେବେ ବାଘକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଭୟଭୀତ ଥିବା ବେଳେ ବାଘ ଧରାପଡ଼ିଥିବା ଖବର ପାଇ ଏବେ ଲୋକମାନେ ଧୀରେ ଧୀରେ ବଜାରକୁ ବାହାରିବା ଆରମ୍ଭ କରିଛନ୍ତି। ବାଲେଶ୍ୱରରୁ ଜ୍ୟୋତିରଞ୍ଜନ ପଟ୍ଟନାୟକଙ୍କ ରିପୋର୍ଟ, ସୂର୍ଯ୍ୟାଲୋକ ମିଡ଼ିଆ। ଆମର ଏହିପରି ରୋଚକ ଖବର ଦେଖିବାକୁ ଆମ ଚ୍ୟାନେଲ ସୂର୍ଯ୍ୟାଲୋକକୁ ଅଧିକରୁ ଅଧିକ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ।